ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ଆଜିର ଭିଡ଼ିଓରେ ଆମେ ଲୁଇସ୍ ବ୍ରେଲଙ୍କ ବିଷୟରେ କଥା ହେବା। ଲୁଇସ୍ ବ୍ରେଲ ଜଣେ ମହାନ ଶିକ୍ଷକ ଏବଂ ବ୍ରେଲ ପ୍ରଣାଳୀର ଉଦ୍ଭାବକ ଥିଲେ, ଯାହା ସାରା ବିଶ୍ୱରେ ଦୃଷ୍ଟିହୀନ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଥିଲା। ସେ 1804 ଜାନୁଆରୀ 4 ତାରିଖରେ ଫ୍ରାନ୍ସର କ୍ରୁପେରେ ଜନ୍ମଗ୍ରହଣ କରିଥିଲେ। 3 ବର୍ଷ ବୟସରେ ଲୁଇସ୍ ତାଙ୍କ ପିତାଙ୍କ କର୍ମଶାଳାରେ ଖେଳୁଥିବା ସମୟରେ ଦୁର୍ଘଟଣାବଶତଃ ତାଙ୍କ ଆଖିରେ ଆଘାତ ପାଇଥିଲେ। ସଂକ୍ରମଣ ଉଭୟ ଆଖିକୁ ବ୍ୟାପିଗଲା ଏବଂ 5 ବର୍ଷ ବୟସ ସୁଦ୍ଧା ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଗଲେ। ଏହି ଚ୍ୟାଲେଞ୍ଜ ସତ୍ତ୍ୱେ ଲୁଇସ୍ ଅସାଧାରଣ ବୁଦ୍ଧିମତ୍ତା ଏବଂ ଦୃଢ଼ତା ଦେଖାଇଥିଲେ। ଲୁଇସ୍ ବ୍ରେଲ ପ୍ୟାରିସର ରୟାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ଲାଇଣ୍ଡ ୟୁଥରେ ପଢ଼ିବା ପାଇଁ ଏକ ସ୍କଲାରସିପ୍ ପାଇଥିଲେ। ପ୍ରତିଷ୍ଠାନରେ ଛାତ୍ରମାନେ ଉଠାଯାଇଥିବା ଅକ୍ଷର ପଢ଼ିବାର ଏକ ଧୀର ଏବଂ କଷ୍ଟକର ପଦ୍ଧତି ବ୍ୟବହାର କରୁଥିଲେ। ଏହି ବ୍ୟବସ୍ଥା ଲେଖିବା କିମ୍ବା ଦ୍ରୁତ ପଢ଼ିବା ପାଇଁ ବ୍ୟବହାରିକ ନଥିଲା। ରାତିଲେଖା ନାମକ ଏକ ସାମରିକ ସଂହିତା ଦ୍ୱାରା ଅନୁପ୍ରାଣିତ ହୋଇ ଲୁଇସ୍ ଏକ ଉତ୍ତମ ପ୍ରଣାଳୀ ଉପରେ କାମ କରିବା ଆରମ୍ଭ କରିଥିଲେ। 15 ବର୍ଷ ବୟସ ସୁଦ୍ଧା ସେ ପ୍ୟାଟର୍ନରେ ସଜାଯାଇଥିବା ଉଠାଯାଇଥିବା ବିନ୍ଦୁଗୁଡ଼ିକୁ ବ୍ୟବହାର କରି ଏକ ସରଳ ଏବଂ ଦକ୍ଷ ପଦ୍ଧତି ବିକଶିତ କରିଥିଲେ। ଏହି ପ୍ରଣାଳୀ ଦୃଷ୍ଟିହୀନମାନଙ୍କୁ ସେମାନଙ୍କର ଆଙ୍ଗୁଠି ବ୍ୟବହାର କରି ପଢ଼ିବା ଏବଂ ଲେଖିବାକୁ ଅନୁମତି ଦେଇଥିଲା। ବ୍ରେଲ ପ୍ରଣାଳୀରେ 6ଟି ଉଠାଯାଇଥିବା ବିନ୍ଦୁ ରହିଛି, ଯାହାକୁ ଅକ୍ଷର, ସଂଖ୍ୟା ଏବଂ ପ୍ରତୀକକୁ ପ୍ରତିନିଧିତ୍ୱ କରିବା ପାଇଁ ବିଭିନ୍ନ ଉପାୟରେ ମିଳିତ କରାଯାଇପାରିବ। ଏହା ଲକ୍ଷ ଲକ୍ଷ ଦୃଷ୍ଟିହୀନ ଲୋକଙ୍କ ପାଇଁ ଶିକ୍ଷା, ଯୋଗାଯୋଗ ଏବଂ ସ୍ୱାଧୀନତା ସମ୍ଭବ କରିଥିଲା। ପ୍ରାରମ୍ଭରେ ବ୍ରେଲଙ୍କର ଉଦ୍ଭାବନକୁ ବ୍ୟାପକ ଭାବରେ ଗ୍ରହଣ କରାଯାଇ ନଥିଲା, କିନ୍ତୁ ତାଙ୍କ ମୃତ୍ୟୁ ପରେ ଏହାର ଗୁରୁତ୍ୱ ସ୍ୱୀକୃତି ପାଇଲା। ଲୁଇସ୍ ବ୍ରେଲ ତାଙ୍କ ଜୀବନର ଅଧିକାଂଶ ସମୟ ଶିକ୍ଷାଦାନ ଏବଂ ତାଙ୍କ ବ୍ୟବସ୍ଥାକୁ ଉନ୍ନତ କରିବାରେ ବିତାଇଥିଲେ। 1852 ମସିହାରେ 43 ବର୍ଷ ବୟସରେ ଯକ୍ଷ୍ମା ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ବ୍ରେଲ ବ୍ୟବସ୍ଥା ବିଶ୍ୱବ୍ୟାପୀ ବ୍ୟବହୃତ ହେଉଛି ଏବଂ ଅନେକ ଭାଷାରେ ଏହାକୁ ଗ୍ରହଣ କରାଯାଇଛି। ଲୁଇସ୍ ବ୍ରେଲଙ୍କ ଜୀବନ ସାହସ, ନବସୃଜନ ଏବଂ ଦୃଢ଼ତାର ଏକ ଶକ୍ତିଶାଳୀ ଉଦାହରଣ। ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ଜାରି ରହିଛି ଏବଂ ଶିକ୍ଷାରେ ଆଶା ଏବଂ ସମାନତାର ପ୍ରତୀକ ଭାବରେ ଠିଆ ହୋଇ ରହିଛି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ